କାଲିର ଘଟଣା ଦେଖିଲା ପରେ ଆମେ ସମସ୍ତେ ମର୍ମାହତ। ରାଜ୍ୟର ସବୁଠୁ ବଡ଼ ଏବଂ ବଡ଼ ହସ୍ପିଟାଲ ଯାହାକୁ କୁହାଯାଏ ତା ଦୁର୍ଦ୍ଦଶା ଦେଖିଲା ପରେ ଆମେ ନିଜେ ଅନୁଭବ କରୁଛୁ ଯେ ଆମେ କୋଉ ରାଜ୍ୟରେ ଅଛୁ, କୋଉ ଶତାବ୍ଦୀରେ ଅଛୁ। ଟ୍ରମା ସେଣ୍ଟରକୁ ଗଲୁ, ଟ୍ରମା ସେଣ୍ଟର ଆଇସିୟୁ ଅବସ୍ଥା ଦେଖିଛୁ। ସେଠି ଆଲାର୍ମ କାମ କରୁନି, ଫାୟାର ସିଷ୍ଟମ କାମ କରୁନି ଏବଂ ଯୋଉ ଛୋଟିଆ ରୁମରେ ଟ୍ରମା ସେଣ୍ଟର କରାହେଇଛି ସେଠି 15-20ଟା ବେଡ୍ ପକେଇଛନ୍ତି। ସେଠି ଆକ୍ଚୁଆଲି 5-6ଟା ବେଡ୍ ରହିବା କଥା, ସ୍ପେସ୍ ବି ନାହିଁ। ଟ୍ରମା ସେଣ୍ଟରକୁ ତା କେନ୍ଦ୍ର ଭିତରେ କାହିଁ ନେଇକି ରଖୁଛନ୍ତି? ଟ୍ରମା ସେଣ୍ଟରଟାକୁ ଆଉଟସ୍କାର୍ଟକୁ ବାହାରେ ଭଲ ଭାବରେ କରିପାରିଥାନ୍ତି। ସ୍ପେସ୍ ନାହିଁ। ଏ ମଡର୍ଣ୍ଣ ଯୋଉ ହେଲ୍ଥ ସିଷ୍ଟମ ଏବେ ଆସିଲାଣି ସେ କାମକୁ ଏସସିବି ଟଙ୍କା ଦିଆ ହଉଛି ପ୍ରଚୁର ଭାବେ, କାହିଁ କରାଯାଏ? ମୁଁ ସେଥିଲାଗି କହୁଛି ଯେ ମୁଖ୍ୟମନ୍ତ୍ରୀ ଆସିଥିଲେ ଏ ଘଟଣାରେ ସେ ନିଜେ ଦେଖିକି ଗଲେ ଏବଂ କହିଲେ ଜୁଡିସିଆଲ ଇନକ୍ୱାରି ହବ। ଜୁଡିସିଆଲ ଇନକ୍ୱାରି ସେ କଣ କରିବାର ଅଛି? ଯୋଉମାନେ ରେସ୍ପନ୍ସିବଲ ତାଙ୍କ ଉପରେ ଆକ୍ସନ ନିଅ। ତମ ହେଲ୍ଥ ମିନିଷ୍ଟର କଣ କରୁଛନ୍ତି? 2 ବର୍ଷ 2.5 ବର୍ଷ ହେଲା ତମେ କଣ କରୁଛ? କେତେଥର ଆସିଛ ଏସସିବି ମେଡିକାଲ କଲେଜରେ ଏ ସିଷ୍ଟମକୁ ରିଭ୍ୟୁ କରିବା ପାଇଁ? ଥରେ ବି ଆସିଛ? ସେଥିଲାଗି ହେଲ୍ଥ ମିନିଷ୍ଟର ମୋରାଲ ରେସ୍ପନ୍ସିବିଲିଟି ନୁହେଁ, ଏହାକୁ ଦାୟିତ୍ୱ ନେଇ ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ଯଦି ସେ ରିଜାଇନ୍ ନ କରୁଛନ୍ତି ତାଙ୍କୁ ସ୍ୟାକ୍ କରିଦିଅ। 25 ଲକ୍ଷ ଟଙ୍କା କଣ ଗୋଟେ ମଣିଷର ଜୀବନର ମୂଲ୍ୟ? 25 ଲକ୍ଷ ଟଙ୍କା। ଆମେ ଦାବି କଲୁ, ଆମ ଡେଲିଗେସନ ସମସ୍ତେ ଆମେ ଦାବି କଲୁ ଯେ 1 କୋଟି ଟଙ୍କା ମିନିମମ୍ ଦିଅ ଏବଂ ତାଙ୍କ ପରିବାରର ଯଦି ପିଲା କିଏ ଚାକିରି ଫାକିରି କରିବାର ଅବସ୍ଥା ଥିବେ ସେମାନଙ୍କୁ ସରକାରୀ ଚାକିରିରେ ରଖାଯିବ। ଏ ସିଷ୍ଟମର ଓଭରହଲିଂ ଦରକାର। ଏକ ଟେକ୍ନିକାଲ ଟିମ୍, ହାଇ ଲେଭେଲ ଟେକ୍ନିକାଲ ଟିମ୍, ଯୋଉମାନେ ମେଡିକାଲ ଏକ୍ସପର୍ଟସ ମାନଙ୍କୁ ସାରା ଦେଶର ଯୋଉମାନେ ଅଛନ୍ତି ସେମାନଙ୍କୁ ଟିକେ ଅଣାଯାଉ ଏବଂ ସେମାନଙ୍କର ଆଡଭାଇସକୁ ଟାଇମ ବାଉଣ୍ଡ ପ୍ରୋଗ୍ରାମ ସହ ଏ କାର୍ଯ୍ୟକୁ କରାଯାଉ। ଯଦି ଦେଖାଯାଏ ଗୋଟେ ପଟେ ବିଶ୍ୱସ୍ତରୀୟ ପାଇଁ ଘର ନୂଆ ନିର୍ମାଣ କରାଯାଉଛି, କିନ୍ତୁ ପୁରୁଣା ଘର ରକ୍ଷଣାବେକ୍ଷଣ ବା ତାର ମେଣ୍ଟେନାନ୍ସ ନାଇଁ, ଯଦି ପୁରୁଣା ଘର ମେଡିକାଲ ସିଷ୍ଟମର ପାରାମିଟର ଭିତରେ ଫିଟ୍ ଇନ୍ କରୁନାହିଁ ତାକୁ ଡିମୋଲିଶ କର, ନୂଆ ବିଲ୍ଡିଂ ତିଆରି କର, ସ୍ପେସ୍ ଦିଅ। ପେସେଣ୍ଟ ମାନେ ଆସୁଛନ୍ତି, ତାଙ୍କ ସାଙ୍ଗରେ ଯୋଉ ଲୋକ ଆସୁଛନ୍ତି ତାଙ୍କର ଅବସ୍ଥା କଣ ବର୍ତ୍ତମାନ ଏଠି କଣ ପାଇଁ ଏ ଅବସ୍ଥା ହବ? ଆମେ ଗୋଟେ 21ଶ ଶତାବ୍ଦୀରେ ଆମେ ଆମକୁ ଗୋଟେ ହସ୍ପିଟାଲକୁ ଆମେ ଠିକ ଭାବେ ମ୍ୟାନେଜ କରିପାରିବା? ଦାୟୀ କରିବା ଦେଖନ୍ତୁ, ସିଷ୍ଟମରେ ଦାୟୀ କରିବା ପାଇଁ ଏଥିରେ ସରକାରୀ କଳର ମାନେ ଅତ୍ୟନ୍ତ ଯାହାକୁ କୁହାଯାଏ କ୍ୟାରସନେସ୍, ସେ ଏ ଘଟଣାକୁ ଲିଡ୍ କରିଛି।